चैत्र मंगलवार ओषा एक विशेष ओषा। यह चैत्र मासर प्रत्येक मंगलवार दिन पालित होता है। यार अन्य नाम पंथी ओषा। यह ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ପାରମ୍ପରିକ ଓଷା ଯାହା ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ମା ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହି ଓଷାରେ ମହିଳାମାନେ ନିଷ୍ଠାର ସହିତ ମାଙ୍କର ପୂଜା ଅର୍ଚ୍ଚନା କରି ନିଜ ପରିବାରର ମଙ୍ଗଳ ଓ ନିରାମୟ ଜୀବନ କାମନା କରନ୍ତି। ଅଧିକାଂଶ ଗ୍ରାମରେ ତଥା ସହରର ଗଳିକନ୍ଦିର ରାସ୍ତା ଉପରେ ଏକ ଚାରିକୋଣିଆ ଗାତ ଖୋଳାଯାଇ ଏହାକୁ ଗୋବରରେ ଲେପନ କରାଯାଇଥାଏ। ଏହିଠାରେ ପାଟପନ୍ଥୀ ବା ମଙ୍ଗଳାଙ୍କୁ ସ୍ମରଣ କରି ପୂଜା କରାଯାଏ। ପନ୍ଥୀ ଓଷା ପରିବାରର ସୁଖ ସମୃଦ୍ଧି ଏବଂ ସନ୍ତାନର ନିରାମୟତା ପାଇଁ ଏହି ଓଷା କରାଯାଏ। ଏହି ଦିନ ମହିଳାମାନେ ସକାଳୁ ସ୍ନାନାଦି ସାରି ନିରାହାର ରହିଥାନ୍ତି। କେତେକ ସ୍ଥାନରେ ଫଳାହାର କରି ମା ମଙ୍ଗଳାଙ୍କୁ ପୂଜା କରନ୍ତି। ବିଶେଷ ଭାବରେ ପଣା ଭୋଗ ଏହି ସ୍ଥାନରେ ଅର୍ପଣ କରାଯାଇଥାଏ। ମାଙ୍କୁ ବିଭିନ୍ନ ପ୍ରକାରର ପିଠାପଣା ଫଳମୂଳ ଏବଂ ଓଦା ଚାଉଳ ଭୋଗ ଲଗାଯାଏ। उत्कलीय संस्कृति रे ଏହି ଓଷା ମାତୃଶକ୍ତି ଆରାଧନାର ଏକ ପ୍ରମୁଖ ଅଙ୍ଗ ଅଟେ। କେନ୍ଦୁଝର ଜିଲ୍ଲାରେ ତାରିଣୀଙ୍କୁ ନଡ଼ିଆ ନାଲି ମନ୍ଦାର ଚୁଡ଼ି କଳା ଶାଢ଼ୀ ଭୋଗ କରି ଏହି ଦିନ ପୂଜା କରାଯାଇଥାଏ। ଘଟଗାଁ ସ୍ଥିତ ମା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଏକ ପ୍ରସିଦ୍ଧ ପର୍ବ ଭାବରେ ପାଳନ କରାଯାଏ। ଆମ ଲୋକକଥାରେ ଏହି ପର୍ବ ସହିତ ସୁନ୍ଦର କାହାଣୀଟିଏ ଯୋଡ଼ି ହୋଇଥିବା ଦେଖିବାକୁ ମିଳେ। କିମ୍ବଦନ୍ତୀ ଅନୁସାରେ ଚୈତି ନାମକ ଜଣେ ହାଡ଼ି ଜାତିର ମହିଳା ଚୈତ୍ର ମାସର ପ୍ରତି ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଉଥିଲେ। ବିଭିନ୍ନ ପ୍ରକାର ଫଳ ଫୁଲ ମଦ ମାଂସ ଓ ଭୋଗରେ ସେ ମଙ୍ଗଳାଙ୍କୁ ପୂଜା କରୁଥିଲେ। ଦିନେ ରାଜନଅର ଓଳାଇବାକୁ ଯାଇଥିବା ବେଳେ ସକାଳୁ ସକାଳୁ ରାଜାଙ୍କ ମୁହଁକୁ ଦେଖି ଅଶୁଭ ହେବ ମନେ ମନେ ଆଶଙ୍କା କରିଥିଲେ। ରାଜା ଥିଲେ ଅପୁତ୍ରିକ। ଚୈତି ନିଜକୁ ସଂଯତ କରି ନ ପାରି ରାଜାଙ୍କୁ ଆଣ୍ଠୁକୁଡ଼ା କହିଦେଲେ। ରାଜା ଭୀଷଣ ରାଗିଗଲେ ଆଉ ଚୈତିର 7 ପୁଅଙ୍କୁ ଢିଙ୍କିରେ କୁଟାଇ କାଳୁଆ କଣ୍ଡରେ ଭସାଇ ଦେବା ପାଇଁ ଆଦେଶ ଦେଲେ। ପୁତ୍ରମାନଙ୍କ ବିୟୋଗ ଶୋକରେ ଥାଇ ମଧ୍ୟ ଚୈତି ମଙ୍ଗଳାଙ୍କୁ ମଦମାଂସ ଆଦି ଭୋଗ ଦେଇ ପୂଜା କରି ଦୁବ ଭୋଗ ନେଇ ମଙ୍ଗଳାଙ୍କୁ ସ୍ମରଣ କରି କାଳୁଆ କଣ୍ଡାରେ ପକାଇଦେଲେ। ଶେଷରେ ମଙ୍ଗଳା କୃପା କରିବାରୁ ସବୁ ପୁଅ ବଞ୍ଚି ଉଠିଲେ। କିଏ ଘୁମୁରା ବଜାଇଲା ତ ଆଉ କିଏ ଢୋଲ ବଜାଇଲା। ପରିଶେଷରେ ରାଜା ଚୈତି ଠାରୁ ଚୈତି ମଙ୍ଗଳବାର ଓଷାର ମହିମା ଶୁଣି ନିଜ ରାଣୀମାନଙ୍କୁ ଏହି ଓଷା କରିବା ପାଇଁ ଆଦେଶ ଦେଇଥିଲେ। ତାଙ୍କର 99 ରାଣୀ ମଙ୍ଗଳା ଓଷା ବିଧି ଅନୁସାରେ କରିଥିଲେ ଓ ପୁତ୍ରବତୀ ହୋଇଥିଲେ। ଚୈତ୍ର ମଙ୍ଗଳବାର ଓଷା ଆମ ଧର୍ମ ବିଶ୍ୱାସରେ ମା ମଙ୍ଗଳାଙ୍କୁ ଏହି ଦିନ ଭକ୍ତିରେ ପୂଜା କଲେ ସନ୍ତାନ ପ୍ରାପ୍ତି ସୁଖ ସମୃଦ୍ଧି ଓ ସମସ୍ତ ଅଶୁଭ ଦୂରୀକରଣ ହୋଇଥାଏ। ଆମ ଧର୍ମ ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ପାଇଁ ଦେଖୁଥାନ୍ତୁ ଭକ୍ତି ଓଡ଼ିଶା ଆଧ୍ୟାତ୍ମିକତାର ଅନୁଭବ।